ଅନେକ ଭାଇ ଭଉଣୀଙ୍କର ଏ ପୃଥିବୀରେ 26 ଭାଇ ମୀନ ରାଶି ରହିଛି। ସେମାନଙ୍କର ନକ୍ଷତ୍ରର ଅଧିପତି ହେଲେ ଶନି। ତେଣୁକରି ମୀନରେ ତ ବର୍ତ୍ତମାନକୁ ଶନିଦେବ ବିରାଜମାନ କରିଛନ୍ତି। ଶନି ସପ୍ତାହ ବି ଚାଲିଛି। ତେଣୁକରି 26 ଭାଇ ମୀନ ରାଶିରେ ଭାଇ ଭଉଣୀମାନଙ୍କର କ'ଣ ଫଳ ଆସୁଛି ନା 26 ନକ୍ଷତ୍ରର କ'ଣ ଫଳ 25 କୁହାହେଲା 26ର କ୍ୟାରିୟର ଓ କର୍ମକ୍ଷେତ୍ର। ଏମାନେ ସାଧାରଣ ହିସାବରେ ଶୃଙ୍ଖଳିତ। ଏ ବର୍ଷ କର୍ମକ୍ଷେତ୍ରରେ ଦାୟିତ୍ୱ ଆପଣଙ୍କର ବଢ଼ିଯାଉଛି। ଚାକିରି ଜୁନ୍ ପରେ ଯେ ଚାହୁଁଛନ୍ତି ବଦଳିବାକୁ ଜୁନ୍ ପରେ ବଦଳାନ୍ତୁ। ବ୍ୟବସାୟୀମାନେ ଦୂରଯାତ୍ରା କରିବେ। ଆର୍ଥିକ ସ୍ଥିତି ଏ ବର୍ଷ ମିଶ୍ରିତ ରହିବ। ଆୟ ସ୍ଥିର ରହିବ। ଜମି କିଣିବା ଯୋଗ ରହିଛି। ସ୍ୱାସ୍ଥ୍ୟ ନିଦ୍ରା କମ, ବାୟୁ ରୋଗ, ତାପରେ ସୁଗାର ବି ରହିବ। ବେଶୀ ଶୋଇବାକୁ ଚେଷ୍ଟା କରନ୍ତୁ। ଯେତେ ଶୋଇବେ ଟିକେ ଶରୀରକୁ ଭଲ। ତା ବୋଲି କାମ ନ କରି ଶୋଇବେନି। ଜଳାଶୟ, ନଦୀ, ସମୁଦ୍ର ସ୍ଥାନ ବର୍ଜନ କରନ୍ତୁ। ଏ ବର୍ଷ କରନ୍ତୁନି, ବୁଡ଼ିଯିବା ଭୟ ଅଛି। ପାରିବାରିକ ସାମାଜିକ ଜୀବନ, ପରିବାରରେ ବଡ଼ ସାନ ସ୍ୱାସ୍ଥ୍ୟ ବିଗିଡ଼ିବାର କ୍ଷମତା ରହିଛି ବା ଯୋଗ ରହିଛି। କାହାର ଦେହ ବ୍ୟସ୍ତ ଆପଣ ମେଡ଼ିକାଲ ରହିବେ, ଏ ଯୋଗ ବି ରହିଛି। ଦାମ୍ପତ୍ୟ ଜୀବନରେ ବିଶୃଙ୍ଖଳା ଆସିପାରେ। ଆପଣ ଶୃଙ୍ଖଳିତ ଜୀବନଯାପନ କରିବାକୁ ଭଲ ପାଆନ୍ତି। ତେଣୁକରି କେମିତି କ'ଣ କଲେ ଆମ ପରିବାରଟା ଭଲରେ ରହିବ ସେଇଟା ଆପଣ କରିବେ। ଯଦି କିଛି ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି, ପ୍ରତି ଶନିବାର ଦିନ ହନୁମାନ ମନ୍ଦିରରେ ସୁନ୍ଦରାକାଣ୍ଡ ହିନ୍ଦୀ ହେଉ ବା ଓଡ଼ିଆ ହେଉ ସୁନ୍ଦରାକାଣ୍ଡ ପାଠ କରନ୍ତୁ ଗୋଟିଏ ଅଧ୍ୟାୟ, ଫଳ ନିଶ୍ଚୟ ଆସିବ। ଯଦି ହନୁମାନ ମନ୍ଦିର ପାଖରେ ନାହିଁ, ଘରେ ହନୁମାନ ଫଟୋଟିଏ ରଖିବେ, ସୁନ୍ଦର ପାଠ କରିବେ, ତା ବି ଚଳିବ। ସନ୍ଧ୍ୟାବେଳେ କଲେ ବହୁତ ଭଲ ଆସିବ। ଦେଖିବା ପରବର୍ତ୍ତୀ ନକ୍ଷତ୍ର।